ପ୍ରଣାମ। କିଏ କହୁଥିଲେ? ମୁଁ ନାଥ କହୁଥିଲି ନନା। ହଁ ନାଥ କୁହ। ମୁଁ ନନା ମୁଁ ଆପଣଙ୍କୁ କୁହ। ଦୁଇଥର କଣ୍ଟାକ୍ଟ କଲେଣି, ବୋଧେ ବ୍ୟସ୍ତରେ ଅଛନ୍ତି, ଆପଣ କଲ୍ଟା ଉଠେଇ ପାରୁନାହାନ୍ତି। ଜାଣିବା ସାଂଘାତିକ। ତମ ଆଗ ନା ନମ୍ବର ଯୋଉଟା ଫିଟିଂ ହେଇକି ସେ ନମ୍ବର ତ ଫୋନ କରୁନ। ହଁ ଏଇ ନମ୍ବର ନା। ନା ତମ ନମ୍ବର ଅଲଗା ଅଛି। ଆଗରୁ ଯୋଉ ନମ୍ବର ମୁଁ କଥା ହେଇଛି ମୋ ପାଖରେ ଥିଲା ରେଡ୍ ବେଳେ ଯୋଉ ନମ୍ବର ଅଛି ମୋର। ସେ ନମ୍ବର ଆକ୍ସିଡେଣ୍ଟ ପରେ ବଦଳି ଯାଇଥିଲା ନା। ହଁ ମୁଁ ଆଉ ଜାଣିନି। ହଉ କୁହ। ମୁଁ କହିବା କଥା ନନା, ଯୋଉ ବର୍ତ୍ତମାନ 4-5 ଦିନ ହେଲାଣି ମୁଁ ହୁଁ କେବଳ ଆପଣଙ୍କ ସାଥିରେ ଟିକେ ଯୋଗାଯୋଗ କରିବି ଏପର୍ଯ୍ୟନ୍ତ ଅପେକ୍ଷା କରିଛି ଏଇଥିପାଇଁ। ଏ ଯୋଉ ହଁ ବୁନୁ କୁହନ୍ତୁ କୁହ। ଆଙ୍କରିଂ ବୁନୁ, ହଁ ମୁଁ ହଁ କେବଳ ବୁଝୁଛି। ପଚାରେ, ମୁଁ ଚାକିରି ଦାନା ପାଣି କଥା କହୁନାହିଁ। ମୁଁ କହିବା କଥା ଯୋଉ ମଞ୍ଜୁଶ୍ରୀ ପାଇଁ ଗୋଟେ କଣ ପଇସା ଆଦାୟ ହେଇଥିଲା, କରିଥିଲେ ହଁ। ସେ ତାର କଣ କହୁଛି ଅଡିଏନ୍ସଙ୍କ ଠାରୁ 90,000 ଟଙ୍କା, ଆଉ ଏମିତି ପାର୍ଟି ହୁଁ ଷ୍ଟାଫ୍ ହେଇକି ଦେଇକି କେତେ ପଇସା, ଏମିତି ଗୋଟେ ଲାଷ୍ଟ ମେଳା ହେଇଥିଲା ତା ଦେହରେ କିଛି ଖର୍ଚ୍ଚ ହେଇଥିଲା। ଆଉ ମୁଁ ହୁଁ ମଞ୍ଜୁକୁ 60,000 ଟଙ୍କା ଦେଇଥିଲି, ଆଉ 40,000 ଟଙ୍କା ଭାନୁବାବୁ ପାଖରେ ଅଛି। ହୁଁ ଗୋଟେ ଅଭିଯୋଗ ଆଣୁଛି ଆପଣଙ୍କ ଉପରେ, ମାନେ ଏଇଟା ବହୁତ ବଡ ଭୁଲ। ହୁଁ ମୁଁ କେବଳ ଆପଣଙ୍କ ମୁହଁରୁ ଚାହୁଁଥିଲି, ଗୋଟେ ପକ୍ଷରୁ ଶୁଣୁଥିଲି, ସିଏ ଯାହା କହୁଥିଲା ମୁଁ ଶୁଣୁଥିଲି। ଆପଣଙ୍କ ପକ୍ଷରୁ ନନା ମୁଁ ଟିକେ ଜାଣିବାକୁ ଚାହୁଁଛି, କଲ୍ଟା ଯଦି ଆପଣଙ୍କର ରେକର୍ଡିଂ ହଉଥିବ ତାହେଲେ ମତେ ବି ହ୍ୱାଟ୍ସଆପ୍ କରିବେ, ଭଲ ହବ। କିନ୍ତୁ ମୋର ତମ ଭଏସ ତମେ ରେକର୍ଡିଂ କରୁଛ, ମୋ ପାଖକୁ ନ୍ୟୁଜ ମାନେ ଇଏ ଆସୁଛି ରେକର୍ଡିଂ ବୋଲି ଆସୁଛି। ହଉ ସେ ରେକର୍ଡିଂ ହଉ, କିଛି ଅସୁବିଧା ନାହିଁ। କଥାଟା ହଉଛି ଏଇଆ ଯେ ସେମାନେ ଯୋଉ କଲେକ୍ସନ କରୁଥିଲେ ସେ ତ ମୁଁ ତ ଜାଣିନି। ମତେ ଖାଲି ପଚାରିଥିଲେ କଲେକ୍ସନ ପାଇଁ, ମୁଁ ହଁ ମାରିଥିଲି। ଆଜ୍ଞା ଏବଂ କଲେକ୍ସନ କରୁଥିଲେ କିଏ ନା ଆମର ବୁନୁ ଧୁନ ଆଉ ତାର ହିସାବ ରଖନ୍ତି ବୁଲୁ ବାବୁ। ଯାହା ଆଜ୍ଞା ମୁଁ ଜାଣିନଥିଲି ବୁଲୁ ବାବୁ ହିସାବ ରଖନ୍ତି ବୋଲି, ମୁଁ ଲାଷ୍ଟ ମେଳାରେ ଜାଣିଲି। ଆଜ୍ଞା ମେଳା ଦିନ ଲାଷ୍ଟ କଥା ହେଲା ଯେ ପଇସା ପତ୍ର ମୁଁ ମିଟିଂ ରେ କହିଲି, ବୋଲି ତମେ କେତେ ପଇସା ଦେଇଛ, କଣ କରୁଛ, ବାକି ତକ ପଇସା ତାଙ୍କୁ ଆଜ୍ଞା ଦେଇଦବ। ସେଠୁ ସେ କହିଲା ଯେ ତୋ ଭାଇ ଆସିବେ ଆମେ ନେଇକି ପଇସା ଦେଇଦେବୁ। ହଁ ଭଲ କଥା, ଦେଇଦବ, କିଛି ଅସୁବିଧା ନାହିଁ। ଏତ କଥା ହେଲା। ମୋ ପାଖକୁ ପଇସା ଆସିଲା କେମିତି? ମୁଁ କାହିଁ ପଇସା ନେବି ଏଥିରେ? ସେ ମୁଁ କି ଦବ କି? ସେ କହୁଛି ଯେ ମାନେ ମୁଁ ବି ତାକୁ ଏକଥା କହିଲି, ମୁଁ ଗୋଟେ କାମ କର, ତୁ ଆସୁନୁ ଏଠିକି ଆଖଡା କରିଦେଇକି ନହେଲେ ଏ ଜିନିଷଟା ତୁଟେଇ ଦେଇ ଯାଉନୁ। କିଏ ପଇସା ରଖିଛି ମୁହାଁମୁହିଁ ହେଇଯାଉନି କି, ଭାନୁବାବୁ ରଖିଛି, ତୁ ରଖିଛୁ କି ବୁଲୁ ବାବୁ ରଖିଛନ୍ତି, ଏ ଜିନିଷଟା ମୁହାଁମୁହିଁ କରିଦଉନ କାହିଁକି? ଆଗକୁ ମୁଁ ବି ଆମକୁ ମୁଁ ଆମ ଭବିଷ୍ୟତ କନଫର୍ମ ଟା ନୁହେଁ। ନଷ୍ଟ। ଶୁଣ, ମୁଁ କନଫର୍ମ ନୁହେଁ ଯେ ପଇସା ରଖୁଥିଲା ବୁନୁ ବୋଲି। ମୁଁ ପଚାରି ଜାଣିଲି ଯେ ବୁନୁ ହିଁ ପଇସା ରଖିଥିଲା। କାହିଁକି ନା ଲାଷ୍ଟ ଯୋଉ ଆମର ଚିଲିକା କ୍ୟାମ୍ପ ରେ ଆଜ୍ଞା ସେଇଠି ବୁନୁ ତାଙ୍କ ପାଖକୁ 60,000 ଟଙ୍କା ପଠେଇଥିଲା, ଗୋଟେ 50,000 ଟଙ୍କା ଖଣ୍ଡେ ସିଏ ପଠେଇଥିଲା, ଆଜ୍ଞା ଆଉ ଗୋଟେ ଆମର ସେଇ ଡ୍ୟାନ୍ସ ପିଲାର ଗୋଟେ ଆକାଉଣ୍ଟ ଦୋଷ ହେଇଥିଲା। ସେଇ କହୁଥିଲା, ମୁଁ ଜାଣିନି। ଆଜ୍ଞା ସେଇ କହୁଥିଲା ପଠେଇଛି, ମତେ ରସିଦ ଦେଖଉଥିଲା। ମୁଁ ମତେ କାହିଁ ଦେଖଉଛି, ତମେ ତ ଆଦାୟ କରୁଛ, ପଠଉଛ, ଭଲ କଥା। ଆଉ ମୁଁ ବି କିଛି ଦେବି, ଆଉ ବାବୁକୁ କିଛି ଦେବେ, ନେଇକି ଆମେ ତ ପଠେଇଦବା ଆଉ। ଏ କଥା ମୁଁ କହିଥିଲି। ନନା ତାକୁ ଏ ବିଷୟରେ ବର୍ତ୍ତମାନ ମୁଁ 2 ଥର ଇଏ କରିସାରିଲାଣି, ତଦନ୍ତ କରିସାରିଲାଣି। ସେ କହୁଛି ଯେ ନାଇଁ ମତେ ସେଠିକି ଡାକୁଛନ୍ତି, ତାଙ୍କର ଅଲଗା କିଛି ମତଲବ ଅଛି, ମତେ ସେଠିକି କାହିଁ ଡାକୁଛନ୍ତି, ଭାନନା ବେକାର କହିଦିଅନ୍ତୁ। କଥା, କୌଣସି ମତଲବ ନାହିଁ। ମୁଁ କୌଣସି ପଇସା ପତ୍ର ଦେଖି ନାହିଁ, ଆଖିରେ ଦେଖି ନାହିଁ। ସିଏ ପାଟିରେ ଆଉ ଏତେ ଲୋକ ଥିଲେ, ମୁଁ ତାଙ୍କ ପଇସା କାହିଁକି ନେବି? ମୋର ସେ ପଇସା କାମ କଣ? ମୁଁ କଣ ପାଇଁ ନେବି? ମୋ ମୁଁ ତ ପାଖରେ ସେଇ ପଇସା କଥା କାହିଁ କହିଲି। ରହିବ? ଯାତ୍ରା ଅନୁଷ୍ଠାନ ସେ ରାଜନନ୍ଦିନୀ ଆଜି ନୁହଁ ତ ବିଗତ କେତେ ବର୍ଷର ପରିଚାଳକ ଜଣେ, ସିଏ ଗୋଟେ ତାପରେ ସିଏ ନିଜେ ଆଦାୟ କରିକି ପଇସା ଦବା ଲୋକ, ସିଏ ଏ ପଇସା ମୁଁ ତ କରିଛି। ନାଇଁ, ମୁଁ ଆଦାୟ କରି ଦେବା କଥା ଯେ, କିନ୍ତୁ ମୁଁ ଆଦାୟ କରିନାହିଁ, ସେମାନେ ଆଦାୟ କରିଛନ୍ତି ଷ୍ଟେଜରେ। ଆଜ୍ଞା ତାପରେ ତ ମାଲିକ ମାନଙ୍କ ତରଫରୁ ବନ୍ଦ ହେଲା। ଆଜ୍ଞା ମୁଁ ଏକଥା ବି କହିଛି ତାକୁ ଯେ ତମେ କହିଲେ ବି କହିବ ଭାନନା ଆମକୁ ବନ୍ଦ କରିବା କଥା କହିନାହାନ୍ତି, ଆଉ ତାକୁ ଯାହା ବି କର 1,00,000 ଟଙ୍କା ଆଦାୟ କରି ନିହାତି ଦିଅ, ଏକଥା ମୁଁ କହିଥିଲି। ଆଜ୍ଞା ତାପରେ ଦିନେ ଖୁସି ହେଇକି ମୋ ପାଖକୁ ଆସିଲେ ଯେ ନନା 1,00,000 କ୍ରସ କରିଗଲେ, ଆପଣଙ୍କ କଥା ସତ ହେଲା। ବହୁତ ଖୁସି କଥା, ଭଗବାନଙ୍କୁ ଧନ୍ୟବାଦ ଦିଅ। ପଇସା ତମେ ପଠେଇ ଦିଅ, କିନ୍ତୁ ପଠେଇବା କଥା ତମେ ଯାଅ। ମତେ ଥରେ କହୁଥିଲେ ଯିବା ପାଇଁ, ମାନେ ମୁଁ ସେ ସବୁ ଯିବିନି, ମାନେ ଯାଅ, ତମେ ଦବ, ତମେ ସେ ଫଟୋ ଉଠେଇ ତମେ ଯାଅ, ଏଇ କଥା। ନନା ମୁଁ କାହିଁ ନନା ଯାଇଥିଲି? ନନା ମୁଁ କହିବା କଥା, ଆକ୍ଚୁଆଲି ଯଦି ସେ ପିଲାଟି ପଇସା ରଖିଛି, ସେ ମିଛ କହୁଛି କି, ମୁଁ ଭାବୁଛି ମିଛ କହୁଛି, ଯଦି ତାକୁ କେମିତି ଆମେ ଜିନିଷଟା ଆଗକୁ ନହେଲେ ଆଗକୁ ଆମେ ମାନେ ବଳି ପଡିଯିବା। ନନା ଆମେ କଳାକାର ସେ କିଛି ବଳି ପଇସା ପଡିଯିବୁ। ଶୁଣ, ସେ ପଇସା ମେଳା ପଇସା ଏ ପଇସା କିଏ କଣ ଖାଇ ହଜମ କରିପାରିବ? ନାଇଁ ନାଇଁ ନନା, ଏଇଟା ଜିନିଷଟା କଣ ହେଲା, ଏଇଟା ଗୋଟେ ସୋସିଆଲ, ଯାହା ବି ହେଲେ ମୁଁ ଗୋଟେ ଚ୍ୟାନେଲ କରିଦେଲି, ମୁଁ ତା ଦେହରେ ପକେଇଦେଲି, ତା ପ୍ରଥମ ଜିନିଷଟା ତାର ପକେଇଦେଲି। ପକେଇଦେଲା ପରେ କିଛି କମେଣ୍ଟ ଆସିଲା, ଲୋକ ଜାଣିଲେ। ସିଏ କହୁଛି ଯେ ଭାନୁ ନନା ଖାଲି ସୋସିଆଲ ମିଡିଆରେ କହିଦିଅନ୍ତୁ ଯେ ମୁଁ ସେ ପଇସା ବାବଦରେ କିଛି ଜାଣିନାହିଁ, ମୁଁ କୋଉଠି କର୍ମ ମୁଁ କରି ଏବେ ପରା ରିକ୍ସା କହୁଛି, ଟାଣିକି ମୁଁ ପଇସା ଦେବି। ଏବେ କହୁଛି ମୁଁ ସୋସିଆଲ ମିଡିଆରେ ଯାଇ କଣ କହିବି? ଏଇଟା କଣ କହିବା କଥା? ସୋସିଆଲ ମିଡିଆରେ ଯାଇ ମୁଁ କହିବି ଭାଇ ପଇସା ନେଇନି, ମତେ ବୁନୁ କ୍ୱେଶ୍ଚନ କରିଦବ,
ତମେ କ୍ୱେଶ୍ଚନ କରିଦବ ମୁଁ ସୋସିଆଲ ମିଡିଆରେ ପୋଷ୍ଟ ନାଇଁ 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 କେମିତି ସୋସିଆଲ ମିଡ଼ିଆ ସମସ୍ତେ ହଠାତ୍ କଣ ଗୋଟେ କି ଝିଅ ଗୋଟେ କ୍ୱେଶ୍ଚିନ୍ କରିଦବ ଏ କଥାଟା କହିଦେବେ କି? ସେ ଯୋଉମାନେ ଯୋଉ ଷ୍ଟାଫ୍ ଥିଲେ ଯୋଉମାନେ ଅଲଗା ପାର୍ଟିକି ପଳେଇଲେଣି ଏବେ ଯିଏ ଅଛନ୍ତି ସେଟା ସବୁ ଆର୍ଟିଷ୍ଟ ମାନେ ସେ ଡ୍ୟାନ୍ସ ପିଲା ସେ କାମ କରନ୍ତି। ମୁଁ ତା ଦେହରେ ପଶେନି, ମୋ ପାର୍ଟି ପାଖରେ ରହେନି, ଏଗୁଡା ମୁଁ ଜାଣିବି କାହିଁ। ମୁଁ ଲାଷ୍ଟ ଟାଇମ୍ ନ ରୁହେ ନ ଜାଣେ। ଆଉ ମୁଁ ଦେଖିଲି ଯେ ସେ ଘଟଣାଟା ମାନେ ଦେଖିଲି କଣ ସେମାନେ ଆସିକି ମତେ କହିଲେ, ବୁନୁ ଆସିକି ମତେ କହିଲା ଆଗକୁ ନନା କଣ ହଉଛି ଆଗକୁ ଏଇଟା ହଉଛି ଯୋଉ ଧନ୍ୟ ଆଜି ମଞ୍ଜୁର ହେଲା, କାଲି ଯଦି କଳାକାର କାହାର ଗୋଟେ କଣ ହବ ସେଇଟା କହିହବନି। ଏମିତି ଆଉ ଯଦି ଓଡିଶା ଦର୍ଶକଙ୍କୁ ଆମେ ମାଗି ଆଉ କଣ ଦେବେ କି? ଆରେ ଭାଇ ଶୁଣ, ଏଗୁଡା ସବୁ ପ୍ରଥମରେ ମୁଁ ବହୁ ଅତୀତରେ ମୁଁ ହିଁ ସେ କାମ କରୁଥିଲି, ଆଦାୟ କରୁଥିଲି। ଆଜି ବୁନୁ ଆଦାୟ କଲା ମୁଁ ବହୁତ ଖୁସି ହେଲି, ମୁଁ ଯାହା ଗୋଟେ ଭଲ କାମଟେ ପାଇଁ କରିଛି। କିନ୍ତୁ ଆହୁରି ଭଗବାନ ମତେ ବଞ୍ଚେଇ ଦେଇଛନ୍ତି, ସେ ଆହୁରି ଅଲଗା କଥା କହୁଥିଲା ଯେ ଆମେ ଏମିତି ଆଲୋଚନା ମାନେ ଯୋଉ ଆଦାୟଟା କଣ୍ଟିନ୍ୟୁ କରିବା। ମୁଁ ମନା କଲି ମାନେ ସେମିତି କରନି, ଅନ୍ୟମାନେ ଯେହେତୁ ଗୋଟେ ଆଖି ଦୃଶିଆ କଥା ହବ, ଅନ୍ୟମାନେ ଖରାପ ଭାବିବେ, ତାପରେ ଲୋକ ମାନେ ପବ୍ଲିକ ବି ଆମକୁ ଖରାପ ଭାବିବେ। ତେଣୁ ସେ ସବୁ ଯଦି ବି ସେ ଆଦାୟ କରିକି ତା ସଉକ ପାଇଁ ସେ ପଇସାଟା ନିଜେ ହଜମ କରିକି ଆଉ କାହା ନାଁରେ ଇଏ କରୁଥାଏ, ଜଗା ଅଛି ଜଗନ୍ନାଥ ସେ କଥା ବୁଝିବେ। ଆଉ ନନା ଆପଣଙ୍କ ଉପରୁ ଦୋଷ ଯୋଉଠି ଦଉଛି ଆପଣଙ୍କ ଉପରେ ଦୋଷ ଲଦୁଛି ଯେ ଭାନୁ ନନା ଏ ବିଷୟରେ ଜାଣିଛନ୍ତି, ଭାନୁ ନନା ଏ ପଇସା ରଖିଛନ୍ତି। ଆପଣ ବି ସୋସିଆଲ ମିଡିଆରେ ମତେ ବି କହିସାରିଲେଣି। ଆପଣ ବି ତ ମୋ ତରଫରୁ ବି ଅଟୋମେଟିକ ରେକର୍ଡିଂ ଅଛି, ଆପଣ ବି କହିସାରିଲେଣି ସେ ପଇସା ବାବଦରେ ମୁଁ କିଛି ନାହିଁ। କିନ୍ତୁ ଆମେ ଏତିକି ଜାଣିନି ସେ କଣ ମେଳା କରିବା ପାଇଁ ମେଳାରେ ଖର୍ଚ୍ଚ କରୁଛି, ମେଳାରେ କହୁଛି 11,000 ଟଙ୍କା ମେଳାରେ ଖର୍ଚ୍ଚ ହେଇଛି ଲାଷ୍ଟ ମେଳାରେ। କଣଟା 11 କରିଥିବେ କି 1000 କରିବ କି ଲକ୍ଷେ କରିବ ମୁଁ ଜାଣିନି, ତା ବି ମୁଁ ଜାଣିନି। କାରଣ ସିଏ ସବୁ କରିବା କାମ ସେ ସବୁ ଆମେ କାହିଁ ମୁଣ୍ଡ ପୁରେଇବୁ। ଆମର କଣ ଅଫିସରେ ଆମ ଯାତ୍ରା ପେଟରେ ସେଥିରେ କାମ କଣ? ସେମାନେ ପିଲାମାନେ ଆଦାୟ କରୁଛନ୍ତି, ଖର୍ଚ୍ଚ କରୁଛନ୍ତି ସେଇ ହିସାବ। କାରଣ ମୁଁ ତା ଦେହରେ ସେମାନେ ମେଳା କଲେ କମ୍ପାନୀ ତରଫରୁ ଟଙ୍କା 2,000 ଦେଇଥିଲି। ମୁଁ 2,000 ଟଙ୍କା ଦେଇଦେଇଛି, ମୁଁ 2,000 କଥା କହିବି, ମୋର 20,000 ମୁଣ୍ଡ କାହିଁ ପୁରେଇବି? ତାଙ୍କର ଛୁଆ ଆଦାୟ କରୁଛନ୍ତି। ତାପରେ ଦେଖ ମେଳା ପାଇଁ ଆଦାୟ କରି ଯଦି ଆମେ ଖାଇଦବା ସେ କଥା, ସେ ମେଳା ଯାହା ଉଦ୍ଦେଶ୍ୟ ରହୁଛି, ଯଦି ତାହା ମହତ ଉଦ୍ଦେଶ୍ୟ ରହୁଛି ମେଳାଟା, ସେ ଠାକୁର ବୁଝିବେନି ସେ କଥାଟା। ନାଇଁ ଏଇ ଜିନିଷଟା ମୁଁ ଗୋଟେ ତାର ପ୍ରଥମ ମୁଁ ଗୋଟେ ପୋଷ୍ଟ କରିଦେଲି, ମତେ ଜଣେ କୁଲୁ ବାବୁ ବୋଲି ଜଣେ ଫୋନ କଲେ, ଫୋନ କରିକି କହିଲେ ନାଥ ବାବୁ ଏରା ଜିନିଷ ଗୋଟେ ସପୋର୍ଟିଂ ହେଇଯାଉଛି। ମୁଁ କହିଲି ଦେଖନ୍ତୁ ମୋର ମାଉସୀ ପୁଅ ଭାଇ ନୁହଁ ବୁନୁ, ଯେ ମୁଁ ତାକୁ ସପୋର୍ଟ କରୁଛି। ଏ ଜିନିଷଟା କେସଟା ଉଠିଛି, ସିଏ ତା ଚାକିରି କଲେ କଲା, ନ କଲେ ନାହିଁ, ସେ କଥା ଆମର ଅଲଗା କଥା। ଏବେ ବି ମଝିରେ ମତେ ଗୋଟେ ଫୋନ କରିଥିଲା 3-4 ଦିନ ତଳେ ହବ ବୋଧେ, ଯେ ନନା କୋଉଠି ଅଛନ୍ତି? ମୁଁ କ୍ୟାମ୍ପ ପାଖରେ ଅଛି, ଘରକୁ କେତେବେଳେ ଯିବେ? ମୁଁ ଘରକୁ ଠିକ ନାହିଁ। କଣ ହେଲା ନା? ମୁଁ ନନା ଯିବି। ଆସୁନୁ। ଆଉ କାହିଁ ଆଇଲାନି? ଆଉ ତ କାହିଁ ମତେ ଫୋନ କରିନି କି ଆସିନି। ଆଜି ପର୍ଯ୍ୟନ୍ତ ବି ତମେ ଆନାଉନ୍ସର ମୁଁ ରଖିନି, ଆଇଲାନି। କଣ ଭୁଲ କରିଛି? ତା ଭୁଲଟା କଣ ନୂଆ ନା କଣ? ନା ତାକୁ ମୁଁ ଚିହ୍ନିନି? ମୋ ବା 2 ବର୍ଷ ହେଲାଣି ବା, ମୁଁ ଜାଣିନି। ଆଜ୍ଞା ମୁଁ ସେଇ କଥା, ମୁଁ ତ ନାଇଁ, ବାବୁ ବି କହୁଥିଲେ ସେଦିନ, ବାବୁ ବି ତା ବିଷୟରେ ଯେତିକି କହିଛନ୍ତି, ବାବୁ ତାକୁ 2 ବର୍ଷ କେମିତି ସମ୍ଭାଳିଛନ୍ତି, କଣ କରିଛନ୍ତି, ସବୁ ମତେ ସେଦିନ କହୁଥିଲେ। ଅବଶ୍ୟ ମୋ ପାଖରେ ରେକର୍ଡିଂ ନା ନାହିଁ, ବାବୁଙ୍କ ପାଖରେ ଥିଲା। ମୁଁ ବାବୁଙ୍କୁ କହିଥିଲି, ବାବୁ ଟିକେ ଯଦି ଟିକେ ନା ମୁଁ ତ ଜାଣିନି ସେ ବିଷୟରେ, କାହାକୁ କହିବି ଜଣେ ହ୍ୱାଟ୍ସଆପରେ ପଠେଇଦେବେ। ମୁଁ ସେଟା ରେକର୍ଡିଂ ମାନିନଥିଲି। ତେଣୁକରି ଏବେ ବି କୋଉଠି ଅଛି, କୋଉଠି ଚାକିରି ଖୋଜୁଛି କାହିଁ 50 ଜାଗା। ସେ ବା କହୁଛି ମତେ ବା ରଖେଇଦେଲେନି କଳିଙ୍ଗ କନ୍ୟା ମାଲିକ। ମୁଁ ଯାଇଥିଲି କଳିଙ୍ଗ କନ୍ୟା ମାଲିକ କହିଲେ ଭୁଲ କଥା। କଳିଙ୍ଗ କନ୍ୟା ରଖେଇଦେବା କଥା ଭୁଲ କଥା। କଳିଙ୍ଗ କନ୍ୟା ମାଲିକ କଣ ଆମ ମାଲିକଙ୍କ ସାଙ୍ଗେ କଥା ହେଇଥିବେ ମୁଁ କହିପାରିବିନି। ମୋ ସହିତ ଯାହା କଥା ହେଇଛି ମାଲିକଙ୍କର ମୁଁ କହିଛି, ରଖନ୍ତୁ, କିଛି ଅସୁବିଧା ନାହିଁ ଆମର। କିନ୍ତୁ ଆମର ପଚାରୁଥିଲି, କୃଷ୍ଣ ବାବୁ କହିଲେ ଦେଖନ୍ତୁ ମୋର ଭାଇ ଛୋଟ ପାର୍ଟି, ମୁଁ ସେ କଣ୍ଟ୍ରୋଭର୍ସିରେ ପଡିବିନି। ମୁଁ ତାକୁ ରଖିଲା ବେଳକୁ ସେପଟୁ ଫୋନ ଆସିଲାଣି, ମୋର ରାଜନନ୍ଦିନୀ ଉପରେ 75,000 ଟଙ୍କା ଥିଲା ଆଗରୁ ଗୋଟେ ବାକି। ଆଉ ବୁନୁ କୁଆଡେ ସେଠୁ 1.5 ଲକ୍ଷ ଟଙ୍କା ଆଣିଛି ବୋଲି ଗୋଟେ ମତେ ହିସାବ କରି କହୁଛନ୍ତି 1,75,000। ବୁନୁ 1.5 ଲକ୍ଷ ଟଙ୍କା ତମେ ରେକର୍ଡିଂ କରୁଥିବା ବରଂ ବୁନୁ ଏଠୁ 1.5 ଲକ୍ଷ ଟଙ୍କା ନେଇନି, ତାହା ମିଛ କଥା। ବୁନୁ ଟଙ୍କା 50,000 ନେଇଛି। ଏବଂ ତାପରେ ଏଇ ଯୋଉ ସମସ୍ୟାଟି, ଏଇ ଯୋଉ ମଞ୍ଜୁଶ୍ରୀଙ୍କ ପଇସା, ଏ ପଇସା କେତେ ପଇସା ଏମିତି ମିଶେଇକି କହିଥିବେ। ଯିଏ ବି କୁହନ୍ତୁ, ମୁଁ କୁହେ କି ବାବୁ କୁହନ୍ତୁ, ସେଟା ତାଙ୍କ ପଇସା, ତା ପଇସା, ସବୁ ପଇସା ମିଶେଇକି 1,75,000 କହୁଛି। ହେଇଥିବ, ମୁଁ ଜାଣିନି ସେ କଥାଟା। କିନ୍ତୁ 1,75,000 ତ ବୁନୁକୁ ମଗା ହେଇନି, ମଗା ହେଇଥିବ ତାଙ୍କୁ, ମଗା ହେଇଥିବ କାହାକୁ? କୃଷ୍ଣ ବାବୁ। ଆମ କୃଷ୍ଣ ବାବୁ ଦେବେନି କି ପଇସା? ଆମ ପଇସା ତାଙ୍କ ଉପରେ ଦେବେନି? କୃଷ୍ଣ ମନା କରୁଛନ୍ତି କି ଦେବା ପାଇଁ? ବୁନୁକୁ ପଇସା ମଗା, ବୁନୁ ତା ପଇସା ଟଙ୍କାଟା, ସେଟା ଟଙ୍କାଟେ ଦବ, ତୁ କାହିଁ 10 ଟଙ୍କା ଦବ? ଏପଟୁ କୁଆଡେ ବାବୁ କହିଛନ୍ତି ଯେ ତାଙ୍କୁ ଯଦି ରଖିବେ ତାହେଲେ ଏତିକି ଟଙ୍କା ଦେବେ। ସେଇ ଯୋଗୁ ବାବୁ ତାଙ୍କ ଉପରେ ପଇସା, ଆରେ ସେ ପଇସାଟା କୃଷ୍ଣ ବାବୁ ଉପରେ ଅଛି, କୃଷ୍ଣ ଦେବେନି? ଆଜ୍ଞା ହଁ, ବାକି ବୁନୁ କଣ 1,75,000 ଦବ କି? ବୁନୁ ତ 1,75,000 ଦବ ନା। ବୁନୁ ଉପରେ ଯୋଉ ଟଙ୍କାଟିଏ ଅଛି, ବୁନୁ ଟଙ୍କାଟିଏ ଦବ। ଆଉ ତାପରେ ତାଙ୍କ ଉପରେ ଯୋଉ ପଇସା ଅଛି ସେ ଦେବେନି? ଆଉ ସେ ଦଉନାହାନ୍ତି, ଆଗରୁ ଏତେ ଦିନ 75,000 ଟଙ୍କା ଢେର ଦିନ ହେଲା ଦଉନାହାନ୍ତି, ଦେବେନି ନା ପଇସା?
ହଉ ହଉ କହିବାର ଅସୁବିଧା କଣ? ନନା ଏଇଟା କାହିଁକି ଆପଣଙ୍କ ମାନେ କହିଲା ଭଳିଆ ଭାନ ନନା କଣ ସାରା ଓଡିଶା ଜାଣନ୍ତି, ଯାତ୍ରା କଳାକାର ଯେତିକି ଆପଣଙ୍କ ପାଖରେ ଚଳିକି ଯାଇଛନ୍ତି ସେମାନେ ବି ଜାଣନ୍ତି। ସେ ଗୋଟେ ଚଳିକି 2 ବର୍ଷ ସେତିକି ସେ ସମସ୍ତେ ଜାଣିଛନ୍ତି, ମତେ ଯେ ନ ଜାଣିଛନ୍ତି ସେ ଖରାପ ହେଇପାରନ୍ତି। ତାପରେ ଦ୍ୱିତୀୟ କଥା ହଉଛି ସେ ବି ଜାଣି ମୋର କଣ ହବ, 2 ବର୍ଷ ସେ ଚଳିକି ଗଲା ପରେ ସେ ଗୋଟେ କରିବୁ କଣ? ଯଦି ନାଇଁ ନାଇଁ ଗୋଟେ 2 ବର୍ଷ ଚଳିକି ଗଲା ପରେ ଗୋଟେ ଲୋକ ଗୋଟେ ଭୁସ୍ କିନା ଆପଣଙ୍କ ଉପରେ ଗୋଟେ ଦୋଷ ଥୋଇ ଦଉଛି। କେଡ ବଡ ଦୋଷ, ଗୋଟେ ମେଡିକାଲ ପେସେଣ୍ଟ ର ପଇସା। ସେ କଥା ଭଗବାନ କାହାକୁ କେତେବେଳେ କୋଉ ସମୟରେ ପକେଇଦବ କୋଉ ଖାଲି କିଏ ଜାଣିଛି। ଆମେ ସେ ପଇସାକୁ ଆମେ ଛୁଇଁବା କାହିଁକି? ସେ ପଇସା କଣ ଆମର ହବ, ତ କଣ ଦରକାର ସେ ପଇସା ମୋର ବି କଣ ହବ? ମୁଁ କାହିଁ 5,000 ତାଙ୍କରି ଭିତରୁ କିଏ ସବୁ ତାଙ୍କ ଧାର ଦୂର ନିଅନ୍ତି କଣ କରନ୍ତି। କୁଲୁ ବାବୁ ଯିଏ ନୁହଁ କି ନନା, କୁଲୁ ବାବୁ ସିଏ ମତେ 2-3 ଥର ଫୋନ କଲେ, ସପୋର୍ଟିଂ କଥା କହିଲେ। ମୁଁ କହିଲି ମୁଁ ଟିକେ ବ୍ୟସ୍ତରେ ଅଛି, ହଉ ଯଦି ଆପଣ ଏ କଥା କହିଲେ ମୁଁ ତାକୁ ବି ପଚାରୁଛି। ଆକ୍ଚୁଆଲି ସତ ମୁଁ ଭାନନାଙ୍କୁ ତ ଲଗେଇ ନା, ନାଇଁ ଭାନନା କଥା ହେବେନି, ମୁଁ ଗଲେ କଥା ଆପଣଙ୍କ କାମ ଗୋଟେ କରନ୍ତୁ। କୋଉଠି ଅଛନ୍ତି? ମୁଁ କହିଲି ମୁଁ ସ୍ୱର ହଁ ସ୍ୱର ଅନ୍ତପୁରରେ ଅଛି। ମୁଁ କହିଲି ନା ହଉ ତାହେଲେ ମୁଁ କଥାବାର୍ତ୍ତା ହଉଛି, ଆଜି ରାଜନନ୍ଦିନୀ ଆଖଡା କୁ ଆସନ୍ତୁ, ଫାଇନାଲ ହଉଛି, ସେଇଠି ବସିକି ଆଲୋଚନା କରିବେ। ମୁଁ କହିଲି ସିଏ ସିନା ଆଇଲେ ମୋ ସାଙ୍ଗରେ, ମୁଁ କାହିଁ ଏକୁଟିଆ ଯାଇ ଲାଭ କଣ? ସେ ନ ଆସୁ, ସେମିତି ଚାକିରି ଖୋଜୁଥିବ, ସେ ଚାକିରି ଖୋଜି କିଛି ବୁଲୁଥାଉଛି। କାହିଁ ବେକାର ଚାକିରି କରୁଛୁ? କଣ ଗୋଟେ କହିଲୁ କଣଟେ ଗଲା ଗଲା, କିଏ ସିଆକୁ ଖାତିରି କରିଛି? କଣ ତୁ କହୁଛୁ? କିଏ ତାକୁ ମୁଣ୍ଡରେ ରଖିଛି? କଣ ସୋସିଆଲ ମିଡିଆରେ ସେମିତି 2,000 25,000 ଲାଇକ୍ କଲେ ମୋର କଣ କ୍ଷତି ହବ? ହଁ ସେଟା ଦେଖିକି ମାଲିକ ମତେ ଚାକିରି କାଢି ଦିଅନ୍ତା, କି ମୁଁ ଗୋଟେ ପଇସା ଦେଇଛି ଯେ ସତରେ ସେ କଥାରେ ହୁଅନ୍ତା। ବର୍ତ୍ତମାନ ତମକୁ ମୁଁ କହିବି ଭାଇ ତମେ ଚୋରି କରି ଖାଇଗଲ, ତମେ ମାନେ ଅଛି ତାদের ମାନେ ଅଛି? ହଁ ତାର ପ୍ରମାଣ ଦରକାର ନା। ଆଉ କହିଲେ ଗୋଟେ କଥା ହେଇଯିବ ନା? କଣ ସେ କୋଉ ରାଗରେ କହୁଛି, କାହିଁକି କହୁଛି? 2 ବର୍ଷ ମୋ ପାଖରେ ଥିଲା, ମୁଁ ନ ଖାଇଲେ ସେ ଖାଏନି, ମୁଁ ଠିଆ ହେଇଥିବି ସେମିତି ଉପାସ ଠିଆ ହେଇଥିବ ସେ ପିଲା। ସେଇ କଥା ତ ମୁଁ କହୁଛି, ଯିଏ 2 ବର୍ଷ ଆପଣ ମାନେ ଆପଣ ଚାଲି ଆଇଲେ, ଯିଏ ବସିଥିଲେ ଉଠି ଯାଉଥିଲା, ଯିଏ ଆପଣଙ୍କ ପାଦ ତଳେ ବସିଥିଲା ଉଠୁଥିଲା, ମୋର 50ଟା କାମ ସେ କରୁଥିବ, ରାତି ଅଧରେ ମୁଁ ଶୋଇନଥିବି, ବିଛଣା ପକେଇବାଠୁ ଆରମ୍ଭ କରିକି କଣ ଖାଇବି, କଣ ରାତିରେ କଣ ଖାଇବି, ମେସରେ ଦିଆ ହେଇନଥିବ, ସେଟା ସେଇ କରେ ନା କିଏ କରେ? ଆଉ ସେଇ ତାର ସବୁ ବୁଝେ। ସେ ଆଜି ଗୋଟେ କେଡ ବଡ ବଦନାମ ଦଉଛି ଆପଣଙ୍କୁ, ଆପଣ ନିଜେ ଜାଣିପାରୁଛନ୍ତି ନା? କୋଉଟା ଦଉଛି, କଣ ତାର କରୁଛି କିଏ ଦଉଛି ବଦନାମ? ବଦନାମ ଦେଲେ କଣ ଲୋକ ମତେ ଚିହ୍ନି ନାହାନ୍ତି? ଭାନୁ ବାବୁ ଭଳିଆ ଲୋକ, ସେଇ ଜଣଙ୍କ ପାଇଁ ଆଦା ହେଇଛି, ତା ଦେହରେ 10 ଟଙ୍କା ନେଇକି ଖାଇବ, ତାର ଦୁଃଖ ନାହିଁ। ପାଣି ଚା ଗିଲାସ ଦେଲେ ଖାଇବା ଲୋକ, ସିଏ ଆଣିକି ମତେ ବହୁତ ସମୟରେ ପ୍ରାୟ ସମୟରେ ଏଟା ଖା ସେଟା ଖା ସେଟା ନା ନା ଆଉ ଜିଦ୍ଦି କରିକି ମତେ ଖୁଆଇବ, ଜିଦ୍ଦି କରିକି ଖୁଆଇବ। ଆଗ ମୁଁ ସବୁ ତାଙ୍କ ଘରକୁ କହିବି ଯେ କାହାକୁ କେବେ ବି କୋଉ ପାଟର କେହି ଜଣେ ଲୋକ ଯଦି ବାହାରି ଆସିକି କହିବ ଯେ ଭାନନା କହିଛି ମତେ 10 ଟଙ୍କା ଦେ, ଜଣେ ଯଦି କହିବ ତାହେଲେ ମୁଁ ମାନେ ଏଇଟା କଣ ଦରକାର? ଯାଉ ନା, ମୁଁ ତ ଆପଣଙ୍କୁ ଏ କଥା ଶୁଣିଲି, ମତେ କାହିଁକି ନା ମୁଁ ଆପଣଙ୍କୁ ଲଗେଇବାର କାରଣ ଏ ଯୋଉ ମତେ ଯୋଉ କୁଲୁ ବାବୁ ଜଣେ, ସେ ଆଜି ଦିନରେ ମୁଁ ପୁରୀ ଆଉଥିଲି, ମତେ ବାଟରେ ହେଇଥିଲି, ବାଳକାଟରେ ହେଇଥିଲି, ମତେ ଫୋନ କଲେ, ମୁଁ ଉଠେଇଲି, ମୁଁ ବ୍ୟସ୍ତରେ, ମୁଁ କହିଲି ମୁଁ ଟିକେ ଗାଡି ଚଲଉଛି ତ ବ୍ୟସ୍ତରେ ଅଛି। ନା ଆପଣ ପୁଣି ଆଜି ପୋଷ୍ଟ କଲେ, ଆପଣ ଗୋଟାଏ ସପୋର୍ଟ ନେଇ ପୋଷ୍ଟ କରୁଛନ୍ତି, ଆପଣଙ୍କ ନାଁରେ ଆମେ ଆପଣଙ୍କ ନାଁରେ ମୁଁ ମାନହାନି କେସ୍ କରିବି। ମୁଁ କହିଲି ଆଜ୍ଞା ମୁଁ ଟିକେ ବ୍ୟସ୍ତରେ ଥିଲି, ମୁଁ ଆଉ ତାଙ୍କୁ କଲ୍ କରିନି। ମୁଁ ଯୋଉ ମାନହାନି କେସ୍, ତମେ କଣ ପୋଷ୍ଟ କରୁଛ? ହଁ ମୁଁ ଗୋଟେ ୟୁଟ୍ୟୁବ ଚ୍ୟାନେଲ କରିଛି, ମୁଁ ତା ଦେହରେ ପୋଷ୍ଟ କରୁଛି। କିଛି ସତ କଥା ନୁହଁ, ମୁଁ ଆପଣଙ୍କୁ କହିଦେଲି କିଛି ଭଦ୍ର, ଆପଣ ଯେହେତୁ ସେ ପଦକ୍ଷେପରେ ଅଛନ୍ତି, ମାନେ ଦକ୍ଷ ପରିଚାଳକ ଜଣେବି ଆପଣ, ମୁଁ ସେ କହିଦଉଛି, ଯାତ୍ରା ଜଗତର ମୁଁ ଯୋଉମାନଙ୍କ ପାଇଁ ଆଜି ଚାକିରିରୁ ବାହିତ ହେଇକି ବାହାରିଲି, ଘରେ ବସିଲି, ମୁଁ ସେଇମାନଙ୍କ ପାଇଁ କିଛି ଗୁମର, ମୁଁ 31 ବର୍ଷ ଭିତରେ ଯେତିକି ଯାତ୍ରା ପରିଚାଳକଙ୍କର ଗୁମର ଜାଣିଛି ନା, ମୁଁ ସେଇ ପରିଚାଳକଙ୍କ ଗୁମର କିଛି ମୁଁ ପର୍ଦାଫାଶ କରୁଛି କେବଳ ସୋସିଆଲ ମିଡିଆରେ। ମୁଁ ଗୋଟେ ଚ୍ୟାନେଲ କରିଛି। ହଁ କର, ତମେ ଯଦି ସେଟା କରିକି ଆନନ୍ଦ ପାଉଛ କର, ଆମର ଅସୁବିଧା କଣ ଅଛି? ନାଇଁ 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 ନାଇଁ, ସମସ୍ତଙ୍କୁ ମିଶେଇବେନି ନନା, କିଏ କାହା ପାଖରେ ଭଲ, କିଏ କାହା ପାଖରେ ଖରାପ। କିଛିଟା ଭଦ୍ର ମୁଖା ତଳେ ବହୁତ ଛପି ରହିଛି ତାଙ୍କର ବହୁତ କୁଶ୍ଚିତ କାର୍ଯ୍ୟ, ଯୋଉଟା କି ଲେବରଙ୍କ ଠାରୁ ପଇସା ଖାଇବା ଠାରୁ ଆରମ୍ଭ କରି କଳାକାରଙ୍କ ଠାରୁ ପଇସା ପରସେଣ୍ଟ ନେବା ପର୍ଯ୍ୟନ୍ତ କିଛି କଳାକାର ମାନେ ଅଛନ୍ତି ପରିଚାଳକ। ଆପଣ ବି ନିଜେ ଦେଖିବେ, ନାହିଁ ନାଥ ଏଇଟା ସ୍ୱାଗତ ଯୋଗ୍ୟ ପଦକ୍ଷେପ ନେଇଛ କି ଭୁଲ କରିଛ, ଆପଣ ବି ନିଜେ କହିବେ ନା। ଶୁଣ, ଯାତ୍ରା ଜଗତ ବର୍ତ୍ତମାନ ଏଇଠି ମୁଁ 3ଟା ଡିଷ୍ଟ୍ରିକ୍ଟ ବୁଲିକି ଆସିଲିଣି, ବର୍ତ୍ତମାନ ରେନି କ୍ୟାମ୍ପ ହେଇପାରୁନି। ଆମେ କୋଉଟା ଧ୍ୟାନ ଦେବା ବର୍ତ୍ତମାନ? ଆଜ୍ଞା ବର୍ତ୍ତମାନ ଆଉ କମିଟି ନେବେନି ବା, ବର୍ତ୍ତମାନ 4.5 ଲକ୍ଷ ଟଙ୍କା ଦେଇ କମିଟି କିଏ ବୁକ୍ କରିବ ଆଜ୍ଞା କହିଲେ? ଯାତ୍ରା ପାର୍ଟି କଣ ପାଇଁ? 4.5 ଲକ୍ଷ ସିନା ଯୋଉଟା 4.5 ଲକ୍ଷ ସିନା ଯୋଉଟା ତାକୁ ନବାନି, ଯୋଉଟା 2 ଲକ୍ଷ ତାକୁ କାଇଁ ନବାନି? ଆଜ୍ଞା ବଡ ପାଇଁ ଛୋଟ ଏଠି ବଳି ପଇଲା, ବଡ ପାଇଁ ଛୋଟ ଏଠି ବଳି ପଇଲା। ତେଣୁ ବା କହୁଛି ସିଆ ଗଲା, ଆମେ କମିଟି କୁ ଯାଇକି ପହଞ୍ଚିଲେ କମିଟି ଲୋକମାନେ ଆମ ପାଇଁ ଯେତେ ଖୁସି ହୁଅନ୍ତି, ବା ଆଜି ଆସୁଛନ୍ତି ବୋଲି ସେମାନେ 3 ଥର ଫୋନ କରନ୍ତି,
ସେଭଳି ଭଲ ପାଇବା ମଧ୍ୟ କମିଟି ପକ୍ଷରୁ ମୁଁ ଲକ୍ଷ୍ୟ କଲି ନାହିଁ। ମୁଁ ମାଲିକଙ୍କର ଏବେ 20-25 ହଜାର ଟଙ୍କା ସାରିକି ବୁଲିକି ଆସିଲି, କିଛି ଜିଲ୍ଲା ବୁଲିକି ଆସିଲି, ତାକୁ ଦେଖିଲି। ନନା ଢେଙ୍କାନାଳ ଜିଲ୍ଲା ପ୍ରଥମ ପ୍ରତିଶ୍ରୁତି ନେଲେ, ପ୍ରଥମ ପ୍ରତିଶ୍ରୁତି ନେଲେ ଆମେ ଯାତ୍ରା କରିବୁ ନାହିଁ। ସେଇଠୁ ଦେଖନ୍ତୁ ସେଇ କମିଟିକି ଦେଖା ଦେଖି ଆଜ୍ଞା ଆମେ ହେଲେ ଓଡ଼ିଶା ଲୋକ, ଓଡ଼ିଶା ମାଟିର ଲୋକ, ଆମେ କହିବା କଥା ନୁହେଁ ଆମେ ଓଡ଼ିଆ ଯୋଉଟା କୁହନ୍ତି ପ୍ରକୃତରେ ଗୋଟାଏ ଓଡ଼ିଆ ଯଦି ଡେଇଁଲା ଏଠି 4 କୋଟି 4.5 କୋଟି ଓଡ଼ିଆ ବି ଡେଇଁ ପଡ଼ିବେ। ଦର୍ଶକ ଥରେ ମୁହଁ ଫେରିଲେଣି ଯାତ୍ରାରୁ ମାନେ ଆପଣ ଦେଖନ୍ତୁ ଯାତ୍ରାର ଭବିଷ୍ୟତଟା ଆଗକୁ କଣ ନନା ଯାତ୍ରା ଭବିଷ୍ୟତ ଆମେ ଯିଏ ବି ଯାତ୍ରା କେମିତି ବଞ୍ଚିବ ବା ଯଦି ଯାତ୍ରା ନ ବଞ୍ଚିବ ଆମେ କେମିତି ବଞ୍ଚିବା ତା କାରଣ ଜାଣି ସବୁ ତ ମୁଁ ଯାତ୍ରା ଆଜି ନହେଲେ ପରେ ମୁଁ କଣ ବଞ୍ଚିବି ନା ନାଇଁ? ତମେ ତ ଯାତ୍ରାକୁ ଛାଡିଛ କେମିତି ବଞ୍ଚ ନା ନାଇଁ? ଆଜ୍ଞା ଆଜ୍ଞା। ତେଣୁ ଆମକୁ ସବୁ ସେଇଭଳିଆ କିଛି କରିବାକୁ ପଡିବ, ବଞ୍ଚିବାକୁ ପଡିବ। ଏଇ ଛୋଟ ମୋଟ ଆଏ ସବୁ କଥାରେ କଣ କିଏ ଲେଖିଲା, ଏଇ ତମେ କଣ ତମ ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି ମୁଁ ବି ଜାଣିନି। ନାଇଁ ମୁଁ ଦିଟା ପୋଷ୍ଟ କରିଛି, ମୁଁ ସେ ମାର ବୁନୁର 2ଟା ପୋଷ୍ଟ କରିଛି, ଯୋଉ ଭଏସ ରେକର୍ଡିଂ କରିଛି। ମୁଁ କାହିଁ ଦେଖିବି, ମୁଁ ଦେଖିନି କିଛି। ନାଇଁ ମୁଁ କଣ ଲେଖିଛି ମୁଁ ଜାଣିନି, କଣ ଲେଖିଛି ମୁଁ ବି କହିପାରିବିନି। ସୋସିଆଲ ମିଡିଆରେ ନନା ଯିଏ ରହିଲା ସେ ଦେଖିବ। ଆପଣ କଣ ସୋସିଆଲ, ଆପଣ ତ ଅଫିସ କାମରେ ବ୍ୟସ୍ତ ରହିଲେ, ଆପଣଙ୍କୁ ବାଦ ପଡିଲେ ସିନା ଟାଇମ ପାଇଲେ ସିନା ଦେଖିବେ ମୋବାଇଲ ଖେଳିବେ। କହୁଛନ୍ତି ଯେ ବୁନୁ, ମତେ ବି ଲୋକ କହୁଛନ୍ତି ବୁନୁ ସବୁ ଲେଖିଛି, ମୁଁ କଣଟା ଲେଖିଛି କିଏ ଦେଖୁଛ ଏଟା କଣ ଦେଖୁଛି? ମୋ ପାଖରେ ତ 2 ବର୍ଷ ଥିଲା, ମୁଁ ସାର୍ଟିଫିକେଟ ଦଉଛି, ସେ ମୁଁ କେମିତି ଖାଇବି, ମୁଁ କେମିତି ବସିବି, ମୁଁ କେମିତି ଯିବି ଶୋଇବି, ଏଇ ଦାୟିତ୍ୱ ବୁନୁର ଥିଲା। ଆଉ ବୁନୁ କଣଟା ଲେଖୁଥିବ, ମୁଁ ତାଥିରେ କଣ ଲେଖୁଛି? ଆଜିର ଯାତ୍ରା ଦୁନିଆରେ ଏଇ ଯୋଉ ନୂଆ କେତୋଟି ପରିଚାଳକ ବର୍ତ୍ତମାନ ବାହାରିକିରି କଳାକାରଙ୍କୁ ନେଇକି ଯାହା ଦରମା 30 ଲକ୍ଷ ତାକୁ ନେଇକି 50 ଲକ୍ଷରେ ପହଞ୍ଚେଇ ଦଉଛନ୍ତି। ମାଲିକ ପାଖରେ ସାକୁଲେଇ କରି ମାଲିକକୁ ଜିଦି କରି ଗୋଟେ ଅନୁଷ୍ଠାନକୁ ଭାଙ୍ଗି କେତେ ପ୍ରକାର କରୁଛନ୍ତି। ବହୁତ ଜଲ୍ଦି ସେଇମାନଙ୍କୁ ଆଗ ଧରାଯିବ। ନା ମୁଁ ପୁରା ଲାଗିଛି ସେଇମାନଙ୍କୁ ଆଗ ଧରାଯିବ। ଆପଣଙ୍କୁ ଉଦାହରଣ ଦେଇଦେବି, ଆପଣ ବି ଜଲ୍ଦି ଜାଣିବେ, ଜାଣିପାରୁଥିବେ ଯଦି ଭିତରେ ଟିକେ ଜାଣିପାରୁଥିବେ କିଏ ସେ ଲୋକ। ମୁଁ ଜାଣିନି, ବିଶ୍ୱାସ କର ମୁଁ ଏତେ କଥା ମୁଣ୍ଡ କହୁଥିଲି କୁହେନି। ସେଇ ପଚାରୁନ, ସେଇ ବୁନୁକୁ ମୋ ପାଖରେ ଚଳିକି ଯାଇଛି, ପଚାରୁନ ମୁଁ କୋଉ କଥାରେ ମୁଣ୍ଡ ପରାଏ ନା କାହା କଥା ପଚାରିକି ଶୁଣେ। ମୁଁ ମୋ କଥା ଶୁଣେନି, ଆଉ କାହା କଥା ଶୁଣେନି। ହଉ ଆଜ୍ଞା, ତମେ ଆସୁନ ଆଜି ଫାଇନାଲ ସବୁ। ନା ମୁଁ ପୁରୀ ପଳେଇ ଆସିଛି ବା। ଆଚ୍ଛା ହଉ ନହେଲେ ମୁଁ କେବେ ଆସିବ? ସେ ଟୋକାକୁ କୁହ ଚାକିରି କରୁ, ତା ଡ୍ୟୁଟି କରୁଛି ଆସିକି। ଏଠି ଆଖଡ଼ା ଘରେ ସେ ଗୋଟେ ପିଲା ଗାଡି ଚଲେଇବା, କୋଉଠି ମାଷ୍ଟର ମାନଙ୍କ ପାଇଁ ଖାଇବାକୁ ଯିବ, କୋଉଠି କଣ ହବ, କୋଉଠି ସେ ପେଣ୍ଡେଲ ବନ୍ଧା ହେଇଯିବ ବୁଝେ କାହିଁ ଯାଇକି ବୁଲୁଛି, କଣ ବୁଝି ଯାଇଛି? ଯାଇ ଚାକିରି 50 ଖୋଜିକି କି କିଲିଲା ସମସ୍ତେ ତା ରେକର୍ଡ ଜାଣିଛନ୍ତି, କିଏ ତାକୁ ଚାକିରି ରଖିବ ବଡ କଥା। ଆଉ ଏଇଠି ଆସିକି ତ କରୁଥିଲା, ଅସୁବିଧା କଣ ଥିଲା? କଣ ଲାଗିଥିଲୁ ଦିନରେ କାହିଁ କାଁ ତ ହବ କାମ କରିବୁ, ଅସୁବିଧା କଣ? କିଏ କଣ କରିବ? ତୋ ପିଟିବ କି ନା କଣ? ପିଟିବାକୁ ଟାଇମ କାହିଁ? ଆଉ କିଏ ଦିପଦରେ ଆଉ କହିବେ କଣ ବିକ୍ରି ଗଲା? ନାଇଁ ସେ କୁଲୁ ବାବୁ ବୋଧେ ତାଙ୍କୁ କଣ ଟିକେ ଗାଳି ବନ୍ଦ କରିଛନ୍ତି, ମତେ ବି ପଠେଇଥିଲେ ସେଦିନ ରେକର୍ଡ। କୁଲୁ ବାବୁ ତ ନୁହଁ, ସିଏ କୁଲୁ ବାବୁ ଓଲଟି ଗାଳି ଦେଇଛି। ମୁଁ ଜାଣିପାରୁନି କୁଲୁ ବାବୁ କିଏ, ସିଏ ମାଲିକଙ୍କର କହୁଛନ୍ତି ମାଉସୀ ପୁଅ ଭାଇ ବୋଲି। ଆଚ୍ଛା ହେଇଥିବ। ମୁଁ ଆଉ ଏତେ କଥା ମୁଁ ଯାତ୍ରା କଥା ବୋଧେ ମୁଁ ନଥିଲି ବା, ସେଠି ଯାଇଥିଲି କାଲି ରାତି ଆସିକି 1ଟାରେ ପହଞ୍ଚିଲି। ଯାତ୍ରା ପରିଚାଳନା ଦାୟିତ୍ୱ ରହିଲେ ଜଣେ କଣ ଆଉ ତାକୁ ଟାଇମ ଶୋଇବା ପାଇଁ ଟାଇମ ନଥାଏ ଆଉ। ଆଜ୍ଞା। ମୁଁ ବୁନୁ କଥା ଦିନେ ସେ ବୁନୁ ଖାଲି ଯେତେବେଳେ ଫୋନ କଲା ମୁଁ ଯାଇଥିଲି, ଏଇ ଦିନଟା ଥିଲି, ତାପରେ ତ ପଳେଇଲି ରାତିକି। ଆଉ ତାପରେ କଣ ହେଇଛି ତା କଥା ମୁଁ ଜାଣିନି। ଘରେ ବୁନୁ କୋଉଠି ଅଛି ଏବେ? ସେ ବୋଧେ ବୁଲୁଥିବ ସେଇଠି ଗାଁ ପାଖରେ ବୁଲୁଥିବ। ବୁଲୁଛି, ଏଇଠି ଆସି ବୁଲୁନି, ସେଠି ବୁଲୁଛି କି? ଡରୁଛି ବା, କହୁଛି ସେଠି ତାଙ୍କର କିଛି ଅଲଗା ମତଲବ ରଖିଛନ୍ତି, ମତେ ଡାକିକି ବାଡିଆ ବାଡି କରିବେ। ହଁ ତୁ ଗୋଟେ ବିରାଟ ରୋଡା, ତୋତେ ବାଡେଇ ଦିନ ବସିଛନ୍ତି, ତୁ ଗୋଟେ ବଡ ମାନେ ମର୍ଡର ଫର୍ଡର କରିଦେଇଛି ଡିକ୍ଟାଟର, ପିଟିବେ ତତେ ଆଉ। ସେ ଯେତେବେଳେ ଫେସବୁକ ରେ ପ୍ରଥମ ପୋଷ୍ଟ କଲା, ମୁଁ ତାକୁ ଫାଷ୍ଟ ପଚାରିଲି, ମୁଁ କହିଲି ଏରା ଏମିତି ପୋଷ୍ଟ କଣ କରୁଛୁ? ସେଠି ଚାକିରି କରୁଛୁ, ସେଠି ଆଡଭାନ୍ସ ଆଣିଛୁ କୁଆଡେ, ପୁଣି ସେଠି ତୋର ରାଜନନ୍ଦିନୀ ରହିବୁ ବୋଲି ଆମେ ଜାଣିଛୁ, ତୁ ପୁଣି ଏମିତି କଣ ପୋଷ୍ଟ କରୁଛୁ? ନା ନାଇଁ ଭାଇ, ସିଏ ରହିଲେ ମୁଁ ରହିବିନି, ମତେ ପ୍ରଥମେ ଏ କଥା କହିଥିଲା। ରହିବନି, ଆପଣ ରହିଲେ ରହିବନି ସେ। ମୁଁ ସେଠି ତାକୁ କହିଲି, ମୁଁ ବି ତାକୁ କହିଥିଲି, ମୁଁ କହିଲି ହଁ ପଲେଇ ବାବୁ କହୁଥିଲେ ଭାନୁ ନନାକୁ ବିଦା କରିଦେବେ, ତତେ ରଖିବେ। ସିଏ କଣ କରିବୁ? ସେ ତୋ ଆନାଉନ୍ସ ମୁଁ କରିବି ନା ମୋ ପରିଚାଳନା ତୁ କରିବୁ? ତୋ ଲାଇନ ଅଲଗା, ମୋ ଲାଇନ ଅଲଗା। ତାପରେ ଆସିଲା ଏ ଖବରଟା, ମଞ୍ଜୁ ପଇସା କଥାଟା ଉଠିଲା। ଯେତେବେଳେ ସୋସିଆଲ ମିଡିଆରେ ମୁଁ ଦେଖିଲି ସିଏ ପୋଷ୍ଟ କଲା, ମୁଁ ତାକୁ ପଚାରିଲି, ମୁଁ କହିଲି ଆରେ ପ୍ରକୃତରେ ମୁଁ ବର୍ତ୍ତମାନ ତ ଚାକିରି କଥା କହୁନି, ତୁ ରହ ନ ରହ, ତୁ ସେଠି ଦାନା ପାଉ ନ ପାଉ ମୋର ସେଥିରେ ଦୁଃଖ ନାହିଁ। ତୁ ଆକ୍ଚୁଆଲି ମଞ୍ଜୁ ପାଇଁ ନନା ଆଗ ସୋସିଆଲ ମିଡିଆରେ ଯେତେବେଳେ ମଞ୍ଜୁର କିଡନୀ ଟା ଖରାପ ହେଲା, ମଞ୍ଜୁ ଯେତେବେଳେ ସୋସିଆଲ ମିଡିଆରେ ଫାଷ୍ଟ କାନ୍ଦିକି କହିଥିଲା,
ମୁଁ ଭାବୁଛି ପ୍ରଥମ ମୁଁ ଯୋଉ ଚ୍ୟାନେଲ ଟି କରିଛି ମୁଁ ଆଗ ଗୋଟେ ରୋଡ ସାଇଡ ରେ ଯାଉଥିଲି ଦେଖିଲି। ନାଇଁ ମୁଁ ଜାଣିନି କିନ୍ତୁ ପ୍ରଥମେ ମତେ ବୁନୁ କହିଛି ଆସି ତା ପୂର୍ବରୁ ସୋସିଆଲ ହଁ। ମିଡିଆରେ ମୁଁ ଦର୍ଶକଙ୍କୁ ନେଉରା ହେଇଥିଲି, ଓଡିଶାବାସୀଙ୍କୁ ନେଉରା ହେଇଥିଲି, କଳାକାରଙ୍କୁ ନେଉରା ହେଇଥିଲି, ସମସ୍ତ ମାଲିକ ମାନଙ୍କୁ ବି ନେଉରା ହେଇଥିଲି। ସେଇଟା ମୁଁ ଜାଣିନି, ମୁଁ ତ ଦେଖେନି ସୋସିଆଲ ମିଡିଆ। ସିଏ ଆସିକି ମତେ ବୁନୁ କହିଲା ଯେ ନନା ଏମିତି ମଞ୍ଜୁ ପାଇଁ କିଛି ପଇସା ଆଦାୟ କରିବାକୁ ଷ୍ଟେଜ ଉପରେ ଦେଖ, ଭଲ କଥା, ଯଦି କରିବ କର, କିଛି ଅସୁବିଧା ନାହିଁ, ଏଇ କଥା କହିଥିଲି। ତାପରେ ସିଏ ଆଦାୟ କଲା ବେଳକୁ ମୁଁ ନାହିଁ କି, ମୁଁ କହିଦେଲି, କଥା ଗଲା। ସେ ମତେ ଫୋନ କରିକି ପଚାରିଥିଲା, ମାନେ କଣ ଭଲ କଥା। ତେଣୁକରି ମୁଁ ସେଇ ମଞ୍ଜୁ କଥାଟା ଯେତେବେଳେ କହିଲା, ମୁଁ ତାର 2ଟା ରେକର୍ଡିଂ ମୁଁ ପୋଷ୍ଟ କରିଛି। ସେ ମଞ୍ଜୁ ମୁଁ କହିଲି ଏଥିରେ ପ୍ରକୃତରେ ଯଦି ନନା ତ ସେମିତିଆ ଲୋକ ନୁହନ୍ତି, ସେ ପଇସା ଅନୁଷ୍ଠାନିକ ଲୋକ, ସେ କାହା ପଇସା, ସିଏ ଓଲଟି ପଇସା ଆଦାୟ କରିକି ଦବା ଲୋକ କହିଲା ଭଳିଆ। ସିଏ କଣ 40,000 ଟଙ୍କା ଯେହେତୁ ସିଏ ଆଦାୟ କରୁଛି, ମୁଁ ଘରେ ଆଦାୟ କାହିଁ କରିବି? ସେ କଥା ଏଥିରେ ତ ମୁଁ ସବୁ କଥା ଗୋଟେ 5,000 ଟଙ୍କା ଆଦାୟ କରି ଦେଇଛି। ଗୋଟେ ମନେ ପଇଲା, ଗୋଟେ କୋଉ କମିଟି ମୋର ମନେ ପଡୁନି, ସେମାନେ ଆସି ବସିଥିଲେ, ମୁଁ ତାକୁ କହିଲି ଆପଣ ମାନେ ଦଉନାହାନ୍ତି, ଗୋଟେ ଗରିବ ଝିଅଟାକୁ ଯିବେ, ସେ 5,000 ଟଙ୍କା ଦେଲେ। ସେ ତାକୁ ନେଇଯା ବୁନୁ ନେଇଯା, ସେ ବୁନୁ ନେଇଯାଇଥିଲା ଆସିକି ତାକୁ। ଆଉ ମୁଁ ପଇସା ଦବା କଥା ମୁଁ ଦେଇନି, ବାବୁ ଦବା କଥା ବି ଦେଇନି, ଆମେ ଦି ଜଣ ଦବା କଥା ଦେଇନୁ। କାହିଁକି ନା ସେ ଲାଷ୍ଟ ପଇସା ଟା ନେଇକି ତାର କିଏ କୁନାକୁ ଡାକିବ, ଡାକିକି କଣ ଦବା ଦାୟିତ୍ୱ ତାର ଥିଲା, ନେଇକି ତାଙ୍କୁ କୋଉଠି ଦବ, କୁନା ଆସିବ। କୁନା ଆଖଡା ଘରକୁ ଆସିବ ନା କଣ? କୁନା ଆଖଡା ଘରକୁ ଆସିବ। ନନା ଶେଷକୁ ଗୋଟେ